मौसी को बनाए मौसी देखो Hi guys, ଆମେ ସମସ୍ତେ ବୁଲା ପାଇଁ ଯାଉଛୁ ରାଣୀଙ୍କର ଝିଅ and me. Guys, ଦେଖ ସେ ଟୁକି ଏଟା ସବୁ ପାର୍କ ବାହାରିଲେ ଯାଉଛନ୍ତି ସ୍ମାର୍ଟ ପାର୍କ ବୁଲବା ପାଇଁ ପୁଣି ସେଟା ଦେଖ ସିଏ କେମିତି ତାର ଶ୍ରଦ୍ଧା ପାଇଁ ସିଏ ବାୟା ବାୟା ହେଇଗଲାଣି ଦେଖ ସେଟା ଆମର କାକାର ଝିଅ ଡ୍ରାଇଭର ହେଇକିରି ଆଉ ସେଟା ଶ୍ରିୟା ମୋର ଝିଅ ଯାଅ ହେଁ ବଢ଼ିଆ କରି ଆସ ହଁ ବାଏ এটা সন্ধ্যার স্নাক্স এটা মକା সিঝাই দেবি ସେମାନେ যাই আসলে মକା সিঝা খাইবে গোটে গোটে খাইদেবা কথা ସିଝେଇବା ପାଇଁ ଛାଡ଼ି ଦେଇଛି ସିଝୁ ଏଇଟା ହ୍ୟାଲୋ ଫ୍ରେଣ୍ଡସ୍ ମୁଁ ଭଲରେ ଅଛି ଆପଣମାନେ କେମିତି ଅଛନ୍ତି ଆଜି ହେଉଛି 12 ତାରିଖ ଆଉ ସୋମବାର ଏଟା ଟାଇମ୍ ହେଇକରି ଆସିଲାଣି 5ଟା ରୋଷେଇ ଘରରୁ ଆଜିର ବ୍ଲଗ୍ଟା ଆରମ୍ଭ କରୁଛି ସନ୍ଧ୍ୟାବେଳର ଆଜିର ଏଇଟା କ'ଣ ସନ୍ତୁଳା କରିବି ମୁଇଁ ସନ୍ତୁଳାରେ ପଡ଼ିଛି ମଟର ଗାଜର ଆଉ କ୍ୟାପ୍ସିକମ୍ ଫୁଲକୋବି ସନ୍ତୁଳା କରିବି ମକା ସିଝା ବସିଛି ଫୁଟା ପାଣି ବସିଛି ଯେଉଁଟା ହେଲେ ଗୋଟେ ଆଗରେ ହେଇଗଲେ ଏଇଟାକୁ ସନ୍ତୁଳା କରିଦେବି ଆଜିର ଭିଡ଼ିଓଟା ଦେଖିବା ହେଲେ ଝିଅ ଯାଇଛି ଏ ପାର୍କକୁ ସ୍ମାର୍ଟ ପାର୍କ ଆଉ ଆମ କାକାର ଝିଅ ଆସିଛି ତ ସେ ବୁଲି ଯାଇଛି ତାହେଲେ ସନ୍ତୁଳା କାମ ବେଳକୁ ଭିଡ଼ିଓ କରିବା ଆଜି ଦିନରେ ହେଇଥିଲା ଆମର ଲଞ୍ଚରେ କ'ଣ ହେଇଥିଲା ଡାଲି ଭାଜି ଶାଗ ଆଉ ହେଇଥିଲା ଡାଲି ଭାଜି ଶାଗ ଖାଇଲି ଆଉ ଆମଲେଟ୍ ହେଇଥିଲା ଆଳୁ ଭଜା ହେଇଥିଲା ବାକି ଲୋକ ଖାଇଲେ ଆମଲେଟ୍ ଆଳୁ ଭଜା ଆଉ ଗରମ ଆରମ୍ଭ ହେଇଗଲାଣି ଏ ବର୍ଷ ବେଶୀ ଗରମ ହବ ପୁରା ଲାଗୁଛି ଆଉ କ'ଣ କରିବା ଗରମରେ ହେଲେ ବି ତ କାମ ଦାମ କରିବାକୁ ପଡ଼ିବ ନା ଆଉ ମୁଁ ଆଜି ଅଫିସ୍ ଯାଇନାହିଁ ସେଥିପାଇଁ ଘରର କାମ ଦାମ ଟିକେ କରିବା ରାନ୍ଧି ଖାଇବା ଏଇଟା ମକା ସିଝା ହେଇଗଲା ସବୁ କାଢ଼ି ଦେଉଛି ପାଣିରେ ରହିଲେ ପାଣି ପାଣି ଲାଗିବ କାଢ଼ିଦେବା ଆକୁ ଆରେ କି ଗରମ ଓହୋ ଆକୁ ଅଲଗା ହଟେଇ ଦେବା ସାଇଡ୍ କରି ଚାଲ ଏବେ ସନ୍ତୁଳା କରିବା ଆମେ ଝିଅ ଆସିଲେ ଖାଇବ ରୁଟି ବେକି ଟିକେ ତାକୁ ସନ୍ତୁଳା କରିଦେଉଛି ନହେଲେ ସିଏ ଏଠି ହୋଟେଲରୁ ଆଣି ଖାଇ ପକେଇବ ସେଥିପାଇଁ ତାକୁ ସନ୍ତୁଳା କରି ରୁଟି କରି ବେକି ଦେଇଦେବି ଚାଲନ୍ତୁ ସନ୍ତୁଳା ଦେଖିବା କଢ଼େଇ ଗରମ ହେବା ପାଇଁ ବସେଇଦେଲି ଏବେ ତେଲ ଟିକେ ପକେଇଦେବା ତେଲ ଗରମ ହେଇଗଲାଣି ଏଇଟା ପଞ୍ଚ ଫୁଟଣ ଟିକେ ପକେଇଦେବା ପିଆଜ କଞ୍ଚା ଲଙ୍କା ପକେଇଦେବା ତାକୁ ଟିକେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭଜାଭଜି କରିବା ହେଲା ପିଆଜଟା ବ୍ରାଉନ୍ ହେବ କ'ଣ ପିଆଜ ପୋଡ଼ିଗଲା ଚଳିବ ଏବେ ପକେଇଦେବା ଆମର ସବୁ ପରିବା ସବୁ ପକେଇ ତାକୁ ଘଣ୍ଟା ଘଣ୍ଟି କରି ଭାଜିବା ଆଉ ଏବେ ହଳଦୀ ଗୁଣ୍ଡ ପକେଇବା ହଳଦୀ ଗୁଣ୍ଡ ନ ପକେଇଲେ ବି ଚଳିଥାନ୍ତା ମୋ ଝିଅ ଖାଇବ ନାହିଁ ଧଳା ଧଳା ଦିଶିଲେ ତା ପାଇଁ ସେ ପକଉଛି ଆଉ ଏଇଟା ଲୁଣ ପକେଇଦେବା ଭଲ କରି ଆକୁ ଘଣ୍ଟା ଘଣ୍ଟି କରି ଢାଙ୍କୁଣି ଦେଇଦେବା
ଦେଖନ୍ତୁ ଭଜାର ଅବସ୍ଥା ଏମିତି ହେଇଛି। ମଟର ସିଝିଗଲା, କ୍ୟାପ୍ସିକମ୍ ବି ତ ସିଝିଗଲା। ଏଇ ଫୁଲକୋବି ଟିକେ ସିଝିବା ପାଇଁ ଦେଇଦେବା। ନାଡ଼ ଯାକ ଟିକେ ଲେଟ୍ ହେବ କି ନାହିଁ, ଆଉ ଟିକେ ସିଝେଇଦେବା। ଏଇଟା ଦେଖନ୍ତୁ ଆସିଲେ ଯାଇକିରି ପାର୍କରୁ, ଆଉ କ'ଣ କରିବା। ଭଜା ହେଇଗଲାଣି, ଭଜା କି ସନ୍ତୁଳା। ଏବେ ଝିଅ ପାଇଁ ରୁଟି କରିଦେବି। ସେମାନେ ପାର୍କରୁ ପଳେଇ ଆସିଲେ ତାକୁ ଟିକେ ରୁଟି କରିକି ଦେଇଦେବି। କ'ଣ କହୁଛି କି ସିଏ, ସନ୍ତୁଳା ବୋଇଲାରୁ ଆଉ ନାହିଁ, ତାର ମୁଣ୍ଡ କାମ କରୁନାହିଁ। ଆଉ ବେଗି ବେଲା ବେଲିରେ ବ୍ୟସ୍ତ ଅଛି, ନହେଲେ ଆଉ ଇଆଡ଼େ ସିଆଡ଼ଟା ମାନେ ଖାଇଦେବ, ଆଉ ଖାଇବ ନାହିଁ ରୁଟି ରାତିକି। ତାକୁ ଏବେ ଟିକେ ରୁଟି ଦେଇଦେଲେ ସେ ଆଉ ରାତିକି କିଛି ଖୋଜିବ ନାହିଁ। ତାକୁ ସମାନ ଟାଇମ୍ରେ 6ଟା 7ଟା ଭିତରେ ତାକୁ ଖାଇବାଟା ଦେବାର ଅଛି। ନହେଲେ ଇଆଡ଼େ ସିଆଡ଼ଟା ମାନେ ଖାଇଦେବ, ଆଉ ରାତିରେ ଖାଇବ ନାହିଁ। ପକେଇଦେଲି, ଏମିତି କରିଦେବି ରୁଟି। ଆଉ 3ଟା ରୁଟି କରିଦେଲେ ତାକୁ ହେଇଯିବ। ପଡ଼ିଛି, ଆଉ ଫୁଲିବ କି ନାହିଁ ଦେଖିବା। ଫୁଲିବ କି ନାହିଁ, ଫୁଲେ 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 ଫୁଲେ, ବୋଧେ ଫୁଲିବ ନାହିଁ। ଆଉ କ'ଣ କରିବା, ନ ଫୁଲିଲେ ବି ତ ଆଉ କ'ଣ କରିବା। ଫୁଲୁ ନାହିଁ, ଫାଟିଗଲା ସାଇଡ଼୍ ପଟରୁ, ଏପଟରୁ ଫାଟିଲା, ଧୂଆଁ ବାହାରୁଛି। ନ ଫୁଲୁ ଆଉ କ'ଣ କରିବା, ପେଟକୁ ତ ଯିବ। ଏମିତି ହେତୁ ରୁଟି ମୋ ହାତରେ ତ ଭଲ ହେବନି। ଆଉ କେତେବେଳେ କେମିତି ଗୋଟେ ଗୋଟେ ଫୁଲିବ। ଅଟା ଦଳିକି ବେଶୀ ଟାଇମ୍ ଟିକେ ରଖିଦେଇଥିଲେ ହେଇଥାନ୍ତା। ଏବେ ତ ଦଳିଲି ଆକୁ, ଏବେ କହିଲେ 5 ମିନିଟ୍ ହେଇଛି ଦଳିକିରି। ଏଇଟା ଭଜା ହେଇଗଲା। ଭଜା ଆଉ ରୁଟି 3ଟା ଦେଇଦେବି, ତାକୁ ଖାଇଦେବ। ହେଲା, ତାର ଖାଦ୍ୟ ସରିଲା ଆଜି ଡିନରରେ। ଏଇଟା ତାକୁ ଦେଇଦେଲେ ତାର ଡିନର ଖାଦ୍ୟର ଚିନ୍ତା ନାଇଁନି। ଆଉ ଯାଉଛି ଦେଇଦେଉଛି ଝିଅକୁ, ସେ ଖାଇଦେବ। ଆଉ ସେ ଆରାମରେ ତାର ହୋମୱାର୍କ କରିକି ଶୋଇବ। ଏଇଟା ମକା ଖାଦ୍ୟ ଚାଲିଛି। ହାଲିଆ ହେଇକିରି ପାର୍କ ଦେଖିକିରି ଆଇଲା ପରେ ହାତ ଗୋଡ଼ ଲମ୍ବା ଲମ୍ବି ହେଇକିରି